40 वर्षीय युवकଙ୍କ ସନ୍ଦେହଜନକ ମୃତ୍ୟୁ। ତାଙ୍କୁ କେହି ହତ୍ୟା କରି ଏଠାରେ ଗଡ଼ାଇ ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି। ଆଜି ଅପରାହ୍ନ ସମୟରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା କଲେଜ ନିକଟ ଏକ ବିଲ କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ରାସ୍ତାରେ ଯାଉଥିବା ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ସାହାରପଡ଼ା ଫାଣ୍ଡି ସବ୍ ଇନ୍ସପେକ୍ଟର ପାର୍ଥ ଓରାମ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ଜଡ଼ବିଲ ଗ୍ରାମର ବିରଞ୍ଚି ମହାନ୍ତ। ବୟସ 40 ବୋଲି ଜଣାପଡ଼ିଛି। ବିରଞ୍ଚିଙ୍କ ଜଣେ ସମ୍ପର୍କୀୟ ଭଉଣୀଙ୍କ ସୂଚନା ଅନୁଯାୟୀ ବିରଞ୍ଚି ଭୁବନେଶ୍ୱର କାମ କରିବାକୁ ଯାଇଥିଲେ। ଏକ ବସ୍ ଯୋଗେ ନିଜ ଗ୍ରାମକୁ ଆସିବା ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା। ପରେ ଗୋଟିଏ ଗାଡ଼ିରେ ଆସିବା ପରିବର୍ତ୍ତେ ଭିନ୍ନ ଭିନ୍ନ ଗାଡ଼ିରେ ଆସିଥିଲେ। ବୋଧହୁଏ ସ୍ତ୍ରୀ ଜଣକ ଘରେ ପହଞ୍ଚି ଯାଇଥିବେ, କିନ୍ତୁ ସ୍ୱାମୀଙ୍କର ମୃତଦେହ ପଡ଼ି ରହିଛି ସାହାରପଡ଼ାରେ। ଘଟଣାସ୍ଥଳରେ ସାହାରପଡ଼ା ଫାଣ୍ଡି ଅଧିକାରୀ ଓ ପାଟଣା ଥାନା ଏଏସ୍ଆଇ ଲକ୍ଷ୍ମଣ ମାଝୀ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।